ଆଜିର ଗଳ୍ପର ନାମ ଈର୍ଷା ଧ୍ୱଂସକୁ ଡାକିଆଣି। ଗୋଟିଏ ଗାଁରେ ରାଜୁ ଓ ବିଜୁ ନାମରେ ଦୁଇଜଣ କୃଷକ ବାସ କରୁଥିଲେ। ସେମାନେ ବର୍ଷ ବର୍ଷ ଧରି ପରସ୍ପରର ପଡ଼ୋଶୀ ଥିଲେ। ଦିନ ଥିଲା ସେମାନେ ଦୁଇ ବନ୍ଧୁ ପରି ଚଳୁଥିଲେ, କିନ୍ତୁ ସମୟ ବିତିବା ସହିତ ସମ୍ପର୍କରେ ମଧ୍ୟ କିଛି ପରିବର୍ତ୍ତନ ଆସିବା ଆରମ୍ଭ ହୋଇଗଲା। ରାଜୁ ଥିଲା ବୁଦ୍ଧିମାନ ଓ ପରିଶ୍ରମୀ। ସେ ସର୍ବଦା ତୃପ୍ତ ଏବଂ ଆନନ୍ଦିତ ରହୁଥିଲା। ତାର ଫସଲ ଉତ୍ପାଦନ ସବୁବେଳେ ଅଧିକ ହେଉଥିଲା, ଯାହାଦ୍ୱାରା ତାର ଶସ୍ୟ ଭଣ୍ଡାର ସର୍ବଦା ପୂର୍ଣ୍ଣ ରହୁଥିଲା। ଗାଁର ଲୋକମାନେ ତାର ହାତର ସ୍ପର୍ଶ ଯେ ସୁବର୍ଣ୍ଣ ସ୍ପର୍ଶ ବୋଲି ପରସ୍ପର ଭିତରେ କଥାବାର୍ତ୍ତା ହେବାକୁ ଲାଗିଲେ। କିପରି ସେ ସବୁକିଛି ରୋପଣ କଲା ମାତ୍ରେ ତାହା ଲାଭରେ ପରିଣତ ହୋଇଯାଉଛି, ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିଲେ। ଅନ୍ୟପକ୍ଷରେ ବିଜୁ ଥିଲା ଅଳସୁଆ, ଜଞ୍ଜାଳଗ୍ରସ୍ତ ଏବଂ ଦୁଃଖୀ। ସେ ଧୀରେ ଧୀରେ ରାଜୁକୁ ଏତେ ଈର୍ଷା କରିବାକୁ ଲାଗିଲା ଯେ ତାର ପ୍ରଫୁଲ୍ଲ ଚେହେରା ଦେଖିବା ମାତ୍ରେ ଜଳି ଉଠୁଥିଲା। ରାଜୁର ଅଧପତନ ପାଇଁ ସେ ଭଗବାନଙ୍କୁ ସର୍ବଦା ପ୍ରାର୍ଥନା କରିବାକୁ ଲାଗିଲା। କିନ୍ତୁ ଭଗବାନ ରାଜୁ ପ୍ରତି ସଦୟ ଥିବା ଭଳି ମନେ ହେଉଥିଲା। ସେ ଚାହୁଁଥିଲା ଗାଁର ସମସ୍ତ ଲୋକ ତା ପରି ସୁଖୀ ହୁଅନ୍ତୁ। ତାର ଚାଷ ଜମି ବ୍ୟତୀତ ଗୋଟିଏ ସୁନ୍ଦର ବଗିଚାଟିଏ ଥାଏ। ସେ ସେହି ବଗିଚାରେ କଠୋର ପରିଶ୍ରମ କରେ। ଥରେ ତାର ବଗିଚାରେ ଅତି ଉତ୍କୃଷ୍ଟ ଧରଣର ବଡ଼ କଖାରୁଟିଏ ଫଳିଲା। ଏହାର ଚୋପାରେ ଥିଲା ଇନ୍ଦ୍ରଧନୁର 7 ରଙ୍ଗ ଓ ସୁବାସିତ ଫୁଲ ଭଳି ଏଥିରୁ ସୁଗନ୍ଧ ନିଃସୃତ ହେଉଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଏହି କଖାରୁର 4ଟି ଗୋଡ଼, ଗୋଟିଏ ଗଣ୍ଡି ଏବଂ ଗୋଟିଏ ଲାଞ୍ଜ ଥିବାରୁ ଏହା ହାତୀ ପରି ଦିଶୁଥିଲା। ରାଜୁ ଅନୁଭବ କଲା ଯେ ଏହି ଆଶ୍ଚର୍ଯ୍ୟ କଖାରୁଟି ରାଜାଙ୍କ ପାଇଁ ଯୋଗ୍ୟ ଉପହାର ହୋଇପାରିବ। ତେଣୁ ସେ ଏହାକୁ ରାଜଧାନୀକୁ ନେଇ ରାଜାଙ୍କ ପାଦ ତଳେ ଭେଟିଦେଲା। ଏହି ଆଶ୍ଚର୍ଯ୍ୟ ଉପହାର ଦେଖି ରାଜା ଯଥେଷ୍ଟ ଆନନ୍ଦିତ ହେଲେ। ତାଠୁ ବେଶୀ ଖୁସି ହେଲେ ତାର ଅକଥନୀୟ ପରିଶ୍ରମ କଥା ଶୁଣି। ରାଜକୀୟ ଉପହାର ସ୍ୱରୂପ ସେ ରାଜୁକୁ ଗୋଟିଏ ସୁନ୍ଦର ହାତୀଟିଏ ଉପହାରରେ ଦେଲେ। ବିଜୁ ଯେତେବେଳେ ଏକଥା ଶୁଣିଲା, ରାଜୁ ପ୍ରତି ସେ ଈର୍ଷାନ୍ୱିତ ହୋଇଗଲା। ସେଦିନ ରାତିରେ ତାକୁ ଆଉ ଜମା ନିଦ ହେଲା ନାହିଁ। ସେ ମନେ ମନେ ଚିନ୍ତା କଲା, ରାଜୁ ରାଜାଙ୍କୁ ଯେତେ ପ୍ରୀତ କରିଛି, ମୁଁ ନିଶ୍ଚୟ ତାଠାରୁ ଅଧିକ ପ୍ରୀତ କରିବି। ତାହେଲେ ଯାଇ ରାଜା ତାକୁ ଦେଇଥିବା ପୁରସ୍କାର ଅପେକ୍ଷା ମୋତେ ଅଧିକ ମୂଲ୍ୟବାନର ପୁରସ୍କାର ଦେବେ। ଗୋଟିଏ କଣ୍ଢେଇ ହାତୀ ଯଦି ରାଜାଙ୍କୁ ଏପରି ପ୍ରୀତ କରିଦେଇପାରେ, ତେବେ ଜୀବନ୍ତ ହାତୀଟିଏ ଉପହାର ଦେଲେ ସେ ତ ନିଶ୍ଚୟ ଅଧିକ ପ୍ରୀତ ହେବେ। ହୁଏତ ଖୁସି ହୋଇ ସେ ମୋତେ ଗୋଟିଏ କି 2ଟି ଗ୍ରାମ ଉପହାର ସ୍ୱରୂପ ଦେଇ ପାରନ୍ତି ଏବଂ ଗୋଟିଏ ବଡ଼ ଜମିଦାର ମଧ୍ୟ କରିଦେଇ ପାରନ୍ତି। ତା ପରଦିନ ବିଜୁ ତାର ଜମିବାଡ଼ି, ଗାଈଗୋରୁ, ଛେଳି ମେଣ୍ଢା ଏପରି ତା ପାଖରେ ଥିବା ସମସ୍ତ ସମ୍ପତ୍ତିକୁ ବିକ୍ରି କରିଦେଲା। ସବୁ ଅର୍ଥକୁ ଏକାଠି କରି ସେ ଗୋଟିଏ ବଡ଼ ହାତୀ କିଣିଲା ଏବଂ ଏହାକୁ ରାଜାଙ୍କୁ ଉପହାର ଦେବା ପାଇଁ ନେଇଗଲା। ଜଣେ ଗାଉଁଲି ଚାଷୀ କାହିଁକି ତାଙ୍କୁ ଗୋଟିଏ ହାତୀ ଉପହାର ଦେଉଛି, ରାଜା ତାହା ବୁଝିପାରିଲେ ନାହିଁ। ସେ ତାଙ୍କର ବିଜ୍ଞ ମନ୍ତ୍ରୀଙ୍କୁ ଡାକି ବିଷୟଟି ବୁଝିବାକୁ କହିଲେ ଏବଂ ଚାଷୀକୁ ଗୋଟିଏ ଯୋଗ୍ୟ ଉପହାର ଦେବା ପାଇଁ ତାଙ୍କ ସହିତ ପରାମର୍ଶ କଲେ। ଚତୁର ମନ୍ତ୍ରୀ ବିଜୁ ସହିତ କଥା ହେଲେ। ଅଳ୍ପ ସମୟ ମଧ୍ୟରେ ସେ ଜାଣିପାରିଲେ ଯେ କେବଳ ଈର୍ଷା ପ୍ରଣୋଦିତ ହୋଇ ବିଜୁ ରାଜାଙ୍କୁ ହାତୀଟି ଉପହାର ଦେଇଛି। ତେଣୁ ସେ ରାଜାଙ୍କୁ କହିଲେ, ମଣିମା, ପୂର୍ବ ଚାଷୀଠାରୁ କଖାରୁ ପାଇ ଆପଣ ତାକୁ ସୁନ୍ଦର ହାତୀଟିଏ ଉପହାର ଦେଇଥିଲେ। ଏଇ ଚାଷୀଟି ଆପଣଙ୍କୁ ଗୋଟିଏ ହାତୀ ଦେଇଥିବାରୁ ତାକୁ ସୁନ୍ଦର କଖାରୁଟିଏ ଉପହାର ସ୍ୱରୂପ ଦେଇଦିଅନ୍ତୁ। ରାଜା ଯେ ତାକୁ କଖାରୁଟିଏ ଉପହାରରେ ଦେବେ, ସେ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲା। ରାଜାଙ୍କଠାରୁ ସାଧାରଣ କଖାରୁଟିଏ ପାଇବାରୁ ବିଜୁ ହତାଶରେ ଭାଙ୍ଗି ପଡ଼ିଲା। ନିଜର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେ ସର୍ବଶାନ୍ତ ହୋଇଯାଇଥିଲା। କିନ୍ତୁ ସେ ଏଥିରୁ କିଛି ବି ଶିକ୍ଷା ଲାଭ କରିପାରିଲା ନାହିଁ। ବରଂ ରାଜୁକୁ ହିଁ ସେ ତାର ସର୍ବନାଶର କାରଣ ବୋଲି ଭାବିଲା ଏବଂ ପ୍ରତିଶୋଧ ନେବ ବୋଲି ମନେ ମନେ ସ୍ଥିର କଲା। ଦିନେ ରାତିରେ ସେ କିଛି ଅକଳ୍ପନୀୟ କାମ କଲା। ରାତ୍ରିର ଅନ୍ଧକାରରେ ସମସ୍ତେ ଶୋଇଥିବା ବେଳେ ସେ ରାଜୁର କ୍ଷେତରେ ଚୋରଙ୍କ ପରି ଲୁଚି ଲୁଚି ପଶିଗଲା ଏବଂ ଫସଲର ଏକ ଛୋଟ ଅଂଶରେ ନିଆଁ ଲଗାଇଦେଲା। ସେ ନିଜକୁ କହିଲା, ଏହା ହିଁ ନ୍ୟାୟ। ରାଜୁକୁ ଥରେ ବିଫଳ ହେବା ନିହାତି ଆବଶ୍ୟକ। ପରଦିନ ସକାଳେ ସମଗ୍ର ଗାଁ ଜଳି ଯାଇଥିବା କ୍ଷେତ ଚାରିପାଖରେ ଏକାଠି ହେଲା।
ବିଜୁ ସେମାନଙ୍କ ମଧ୍ୟରେ ଠିଆ ହୋଇ କିଛି ଜାଣିନଥିବା ଜଣେ ଆଶ୍ଚର୍ଯ୍ୟଜନକ ଦର୍ଶକ ହେବାର ଅଭିନୟ କଲା। କିନ୍ତୁ ସେ ଯାହା ଆଶା କରିନଥିଲା ତାହା ଥିଲା ରାଜୁର ପ୍ରତିକ୍ରିୟା। କ୍ରୋଧ ବଦଳରେ ରାଜୁ ନିଶ୍ୱାସ ମାରି କହିଲା, ଜମି ଦିଏ ଏବଂ ଜମି ନେଇଯାଏ, କିଛି ଅସୁବିଧା ନାହିଁ। ମୁଁ ପୁଣି ଥରେ ରୋପଣ କରିବି ଏବଂ କଠୋର ପରିଶ୍ରମ କରି ସମସ୍ତ କ୍ଷତିପୂରଣ କରିଦେବି। ସେହି ଶବ୍ଦଗୁଡ଼ିକ ବିଜୁକୁ ବହୁତ ଆଘାତ କଲା। ସେ ଚାହୁଁଥିଲା ରାଜୁ କଷ୍ଟ ପାଉ। ସେ ଯାହା ଅନୁଭବ କରୁଛି ରାଜୁ ମଧ୍ୟ ତାହା ଅନୁଭବ କରୁ। କିନ୍ତୁ ସେ ଏମିତି ଜଣେ ବ୍ୟକ୍ତିକୁ ଦେଖିଲା ଯିଏ ପ୍ରକୃତରେ କଠିନ ପରିଶ୍ରମ କରିଥିଲା, ଯିଏ ଭାଗ୍ୟ ଦ୍ୱାରା ନୁହେଁ ବରଂ ଧୈର୍ଯ୍ୟ, ଜ୍ଞାନ ଏବଂ ପ୍ରୟାସ ଦ୍ୱାରା ସଫଳତା ଅର୍ଜନ କରିଥିଲା। ସେହି ରାତିରେ ବିଜୁ ନିଜକୁ ଦୋଷୀ ମନେକଲା। ସେ ଜମା ଶୋଇପାରିଲା ନାହିଁ। ପୂର୍ବରୁ ଈର୍ଷାରେ ଶୋଇପାରୁନଥିଲା, ଆଜି କିନ୍ତୁ ଅନୁତାପରେ ଶୋଇପାରୁ ନଥାଏ। ସେ ଜାଣିପାରିଲା ଯେ ତାର ଈର୍ଷା ହିଁ ତାକୁ ଏପରି କିଛି କରେଇ ଦେଇଛି ଯାହା ସେ କେବେ ବି ହେବାକୁ ଚାହୁଁନଥିଲା। ପରଦିନ ସକାଳେ ଯେତେବେଳେ ସୂର୍ଯ୍ୟ ଗାଁ ଆକାଶରେ ପୂର୍ବ ଦିଗରେ ଉଦିତ ହେଲେ, ବିଜୁ ହାତ ଯୋଡ଼ି ଏବଂ ଆଖିରେ ଲଜ୍ଜା ନେଇ ରାଜୁର ଘରକୁ ଗଲା। ସେ ତାର ଭୁଲ ସ୍ୱୀକାର କଲା ଏବଂ କହିଲା, ମୋତେ କ୍ଷମା କରିଦିଅ ରାଜୁ ଭାଇ। ମୁଁ ମୋର ନିଜର ବିଫଳତାରେ ଅନ୍ଧ ହୋଇଯାଇଥିଲି ଏବଂ ଭୁଲିଗଲି ଯେ ଅନ୍ୟ ଜଣଙ୍କର ସଫଳତା ମୋର କ୍ଷତିର କାରଣ କେବେ ବି ହୋଇନପାରେ। ମୋତେ କ୍ଷମା କରିଦିଅ। ରାଜୁ ତାକୁ ବହୁତ ସମୟ ଧରି ଚାହିଁ ରହିଲା। ତାପରେ ହସି ଦେଇ କହିଲା, ଭୂମି ଆମକୁ ଧୈର୍ଯ୍ୟ ଶିଖାଏ ବିଜୁ। କେବଳ ଧୈର୍ଯ୍ୟ ନୁହେଁ, ଏହା କ୍ଷମା ମଧ୍ୟ ଶିଖାଇଥାଏ। ସେହିଦିନଠାରୁ ସେମାନେ ପୂର୍ବ ପରି ଏକାଠି କାମ କଲେ। ବିଜୁ ତାର ଈର୍ଷା ଯୋଗୁଁ ହରାଇଥିବା ସମ୍ପତ୍ତି ଓ ସମ୍ମାନ ଅକଥନୀୟ ପରିଶ୍ରମ ଦ୍ୱାରା ପୁନର୍ବାର ହାସଲ କରିବାକୁ ଚେଷ୍ଟା କଲା ଏବଂ ସେ ବୁଝିପାରିଲା ଯେ ଅଗ୍ନି କ୍ଷେତକୁ ପୋଡ଼ିଦେବା ଅପେକ୍ଷା ଈର୍ଷା ଜଣେ ମଣିଷର ହୃଦୟକୁ ଶୀଘ୍ର ପୋଡ଼ି ଦେଇଥାଏ। କିନ୍ତୁ ନୂଆ କିଛି ରୋପଣ କରିବାକୁ କେବେ ବି ଅଧିକ ସମୟ ଲାଗିନଥାଏ। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ? ଆମେମାନେ ଏହା ଶିକ୍ଷା କଲେ ଯେ ଅଗ୍ନି ବସ୍ତୁକୁ ଜାଳିଦେବା ଅପେକ୍ଷା ଈର୍ଷା ଜଣେ ମଣିଷର ହୃଦୟକୁ ଶୀଘ୍ର ଜାଳି ଦେଇଥାଏ। ଏହା ଏକ ଭୟଙ୍କର ରୋଗ ଯାହା ଜୀବନର ସମସ୍ତ କ୍ଷେତ୍ରକୁ ସଂକ୍ରମିତ କରେ ଏବଂ ମନୁଷ୍ୟକୁ ଦୁଃଖ ଓ ବିନାଶ ଆଡ଼କୁ ନେଇଯାଇଥାଏ। ଈର୍ଷାରେ ବଶୀଭୂତ ହୋଇ ମଣିଷ ମିଥ୍ୟା ପ୍ରଚାର ସହିତ ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ପ୍ରୟାସ ଏବଂ ବିଶ୍ୱାସଘାତକତା କରିବାକୁ ମଧ୍ୟ ପଛାଏ ନାହିଁ। ତେଣୁ ଆମେ କେବେ ବି କାହାକୁ ଈର୍ଷା କରିବା ନାହିଁ। ପ୍ରେମ, ଧୈର୍ଯ୍ୟ ଏବଂ ଗ୍ରହଣୀୟତା ମାଧ୍ୟମରେ ଈର୍ଷାକୁ ଦୂର କରିବାକୁ ଚେଷ୍ଟା କରିବା, ନହେଲେ ବିଜୁ ପରି ନିଜର ସର୍ବସ୍ୱ ହରାଇ ବସିବା। ସେଥିପାଇଁ ବା କଥାରେ ଅଛି, ଈର୍ଷା ଧ୍ୱଂସକୁ ଡାକି ଆଣେ। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖାହେବା ଆଗାମୀ ଗଳ୍ପରେ। ସେଥିପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।